ଯେତେବେଳେ ପାର୍ଲିଆମେଣ୍ଟ ତିଆରି ହେଲା ସେତେବେଳେ ତାଙ୍କୁ ଜଣା ନଥିଲା କି କ'ଣ ପାଇଁ 800 ସିଟ୍ ହେଉଛି। ସେ ସବୁ ଜାଣି ଶୁଣିକିରି ସେମାନେ ଯେଉଁ ଭଳିଆ ଅଣଦେଖା କରିଛନ୍ତି ଆଉ ଆଜି ଯେଉଁ ଗୋଟେ ଡ୍ରାମାବାଜି କରୁଛନ୍ତି ଯେ କି ମହିଳାଙ୍କ ପାଇଁ ତାଙ୍କର ଦରଦ ନାହିଁ। ସେ 50 ବର୍ଷ ସରକାରରେ ଥିଲାବେଳେ ତ ଯାହା ଥିଲା ସେଇଆ ହିଁ ଏବେ ବି ତାଙ୍କର ସେଇ ଭଳିଆ ହିଁ ଚାଲିଛି। କିନ୍ତୁ ଆଜିର ଦିନରେ ମହିଳାମାନେ କେଉଁ ଜାଗାରେ ନ ପହଞ୍ଚିଛନ୍ତି ଆମେ ସମସ୍ତେ ଦେଖୁଛୁ, ସାରା ଭାରତ ଦେଖୁଛି, ସାରା ପୃଥିବୀ ଦେଖୁଛି। ତ ଏଇ ଜାଗାରେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଆରମ୍ଭରୁ ବେଟି ବଚାओ ବେଟି ପଢ଼ାओ ଯେଉଁ ଦିନଠୁ ସେ ଆରମ୍ଭ କରିଛନ୍ତି ମାନେ ମହିଳାଙ୍କୁ ସେ କେତେ ଦିନଠୁ କେତେ ଅଧିକ ସେ ସମ୍ମାନ ଦିଅନ୍ତି ଏଇଠୁ ଆପଣମାନେ ଜାଣନ୍ତୁ। ଆଉ ସେମାନେ ଜାଣିବା କଥା ଯେ ମୋଦିଜୀଙ୍କ ଚିନ୍ତାଧାରା କେଉଁଠି ଅଛି। ମହିଳାମାନଙ୍କୁ ଆଜି ସମ୍ମାନ ଦେବାର କାରଣ ହେଲା ଯେ ମହିଳାମାନେ ସବୁ କ୍ଷେତ୍ରରେ ପାରଙ୍ଗମ ଆଉ ସେ ଜାଗାରେ ଆଜିର ଦିନରେ ସମାନ ଭୋଟର୍ସ ମଧ୍ୟ ଅଛନ୍ତି ଆମର ମହିଳାମାନେ। ତ ଏଇ ଜାଗାରେ ଏଠି ସାରା ଭାରତ ଦେଖୁଛି, ସାରା ଭାରତର ମହିଳା ଦେଖୁଛନ୍ତି ଯେ ଯେତେବେଳେ ମହିଳାଙ୍କ ପାଇଁ ଗୋଟେ ବିଲ୍ ଆସିଲା ସବୁ ମହିଳା କଂଗ୍ରେସ ଦଳର ମହିଳା ବି ସେଠି ମାନେ ଚାହୁଁଛନ୍ତି, ବିଜେଡି ଦଳର ବି ମହିଳା ଚାହୁଁଛନ୍ତି, ଅନ୍ୟ ଯେତିକି ବି ଦଳ ଅଛନ୍ତି ସମସ୍ତ ରାଜନୀତି କ୍ଷେତ୍ରରେ ସମସ୍ତେ ସବୁ ମହିଳା ଚାହୁଁଛନ୍ତି ଯେ ସମସ୍ତେ ଦିନେ ନା ଦିନେ ପାର୍ଲିଆମେଣ୍ଟକୁ ଯିବେ, ବିଧାନସଭାକୁ ଯିବେ। ତ ଏଇ ସୁଯୋଗ କେହି ଛାଡ଼ିବା ପାଇଁ ଇଚ୍ଛା ନାହାନ୍ତି। ଯେହେତୁ ମୋଦିଜୀ ଯେତେବେଳେ ଆଣିଛନ୍ତି ପ୍ରଧାନମନ୍ତ୍ରୀ ଜଣେ ମହାମୟୀ ତ ସେ ଜାଗାରେ ସବୁ ମହିଳା ଏଠି ଚାହିଁଲା ବେଳକୁ ଆଜିର ଦିନରେ ଯଦି ଆମର ଓଡ଼ିଶାରେ ବି ଯଦି ତା ଉପରେ ବିଚାର ବିମର୍ଶ ଚାଲିଛି ବିଧାନସଭା ପବିତ୍ର ଗୃହରେ ତ ଏଠି କ'ଣ କଂଗ୍ରେସ ଜାଣିପାରୁନି ଯେ ଦେଖନ୍ତୁ ସେଟା ସେତିକି ବେଳେ ଆସିଛି କିନ୍ତୁ ମୋଦିଜୀ ଠିକ୍ ସମୟରେ ତାକୁ ଲାଗୁ କରିବା ପାଇଁ ସେ ଗୋଟେ ସମୟ ମାଗିଥିଲେ। ତ ଏବେ ସେଟା ଯେତେବେଳେ ମହିଳାଙ୍କୁ ଯେତେବେଳେ ଦର୍ଜା ଦେବାର ସମୟ ଆସିଛି ସେତେବେଳେ ସେମାନେ ତାକୁ ବିରୋଧ କରୁଛନ୍ତି। ତ କାହିଁକି କରୁଛନ୍ତି ଆଉ କାହିଁକି ଏବେ ରୋଡ଼ ରାସ୍ତାରେ ଆସୁଛନ୍ତି ସେମାନେ ଉତ୍ତର ଦେବା କଥା ଏଇଟା। ତ ଆଜିର ଦିନରେ ଆପଣମାନେ ଭାବନ୍ତୁ ନାହିଁ ଯେ ଏଇ ବିଲ୍ କିମ୍ବା ଏଇ ବିଚାର ମାନେ ଆଗକୁ ଯିବ ନାହିଁ ନା ପାରିତ ହବ ନାହିଁ ଏହା କେବେ ଭାବିବା କଥା ନୁହଁ। ଆଜି ନ ତ କାଲି ନିଶ୍ଚୟ ହବ। ଆଉ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି ମାନେ मोदी है तो सब कुछ मुमकिन है। यह ही आम नारा अच्छी आउ आमर सबू महिला विश्वास अच्छी जे मोदीजी आज न तो काली आमको सही अधिकार निश्चय देवे। आउ यह से समय आपण मैंने देखिए सारा भारत वर्षर महिला माने से कांग्रेस दलर महिला माने भी जय जय गान करेंगे। से अदर जेतिक भी पार्टी अच्छी विरोधी पार्टी समू महिला मोदीजी जय जय नारा गाइबे। आपण अपेक्षा करंतु।